ସିଂହଟିଏ ଝରଣା ପାଖ ବରଗଛ ତଳେ ଶୋଇଥିଲା। ମଶାଟିଏ ସିଂହ କାନ ପାଖରେ ହୋଇ ଉଡ଼ି ବୁଲିଲା। ସିଂହ କହିଲା, ମଶା ତୁ ଏଠାରୁ ଯା। ମଶା କହିଲା, ମୁଁ ଯିବି ନାହିଁ। ଆରେ ମୁଁ ତୋତେ ଡରିଛି ନା କ'ଣ? ସିଂହର ରାଗ ହେଲା। ସେ ମଶା ଉପରକୁ ପଞ୍ଝା ଉଠାଇଲା। ମଶାଟି ଉଡ଼ିଗଲା। ସିଂହର ପଞ୍ଝା ତା ନିଜ ଗାଲରେ ବାଜିଲା। ସିଂହ ଗାଲରୁ ରକ୍ତ ବାହାରିଲା। ମଶା ପୁଣି ହୋଇ ଉଡ଼ି ବୁଲିଲା। ସିଂହଟି ରାଗରେ ଆଉ ଗୋଟେ ପଞ୍ଝା ଉଠାଇଲା। ଏଥର ବି ମଶାଟି ଉଡ଼ିଗଲା। ସିଂହର ପଞ୍ଝା ଯାଇ ଆର ଗାଲରେ ବାଜିଲା। ସିଂହ ଦେଖିଲା ସେ କିଛି କରିପାରିବ ନାହିଁ। ଚୁପଚାପ ସେଠାରୁ ଉଠି ପଳାଇଲା। ମଶାଟି ଯାଇ ପତର ଉପରେ ବସିଲା। ସିଂହ ଶୁଣିଲା ଭଳି ସେ କହିଲା, କେହି କେବେ ଗର୍ବ କରିବା କଥା ନୁହେଁ। ଜଙ୍ଗଲର ପଶୁ ହେଉ କି ମଣିଷ ହେଉ, ସମସ୍ତେ ନିଜ ନିଜ ଅନୁସାରେ ବଡ଼। ତେଣୁ ନିଜକୁ କେବେ ବଡ଼ ଭାବି ଗର୍ବ କରିବା କଥା ନୁହେଁ।